ବୋଉ ଆସିଲା ପରେ ଆମର ଭାଗ୍ୟ ପରିବର୍ତ୍ତନ। ଦିନକୁ ଆମେ ଗୋଟିଏ ଯୋଡ଼ିଏ ଖାଉଥିଲୁ, ବୋଉ ଆସିଲା ପରେ ସାଙ୍ଗେ ସାଙ୍ଗେ 5ଟି। ଖାଇବା ଲୋକ ଟିକେ ରହିଲେ ଭଲ ଲାଗେ ରୋଷେଇ କରିବା ପାଇଁ। ଆଉ ନ ଖାଇଲେ ରୋଷେଇ କରି ଲାଭ କଣ? ଠିକ ଠିକ। ବୋଉ ଆଜି ତମେ ଆସିଲା ବୋଲି ରୋଷେଇ ବଢିଗଲା। ଆଉ ତାହେଲେ ମୁଁ ଯାଉଛି ରୋଷେଇ କମିଯିବ। ଆଜି ରୋଷେଇରେ ହେଇଛି ଆମର ଏପଟେ ଡାଲି, ମୁଗ ଡାଲି, ଛୁଇଁ ଆଳୁ ଭଜା। ତମର ତ ସ୍ପେଶାଲ ଆଇଟମ ହେଇଛି। ଏଇଟା କଣ? ବେସର କୋଶଳା, ସାରୁ, ଆଳୁ, ବଡି, ମାନେ କୋଶଳା ଶାଗ ଏମିତି ପଡି ଗୋଟେ ବେସର ହେଇଛି ଆଉ। ଆଚ୍ଛା, ଏଟା ନୂଆ ଜିନିଷ ଗୋଟେ ହେଇଛି। ନୂଆ ଏକ୍ସପେରିମେଣ୍ଟ ହେଇଛି। ହଁ, ମୋର ଏଟା ପ୍ରିୟ, ତୋର ବି ପ୍ରିୟ। ଆଉ ଏଇଟା ତ ଅଗସ୍ତି ଫୁଲ ପିଠଉ ଗାଁରୁ ବୋଉ ଆଣିଥିଲେ। ଖାଇଦେ, ହୁଁ। ଦିଟା କୁଡୁ କୁଡୁ ଲାଗିବ, ଆଗ ଚୋପେଇ ଦେଲୁ। ଆଉ ଏଇଠି ରହିଲା ବୋଉଙ୍କର ମେନ୍ ଜିନିଷଟା ଆଉ ମଛଲି ଝୋଳ। ମଛଲି ନୁହେଁ, ଆଉ? ଚିଙ୍ଗୁଡି ଆଳୁ ଝୋଳ। ଚିଙ୍ଗୁଡ଼ି। ଓ ପୁରା ଲୋଭନୀୟ ହେଇଛି, ଅତି ସୁନ୍ଦର। କିଏ ରାନ୍ଧିଛି? କିଏ ଆଉ ରାନ୍ଧିବ? ଜଣେ ତ ରାନ୍ଧୁଣି ଅଛନ୍ତି ଆମର। କିଏ? କିଏ ଆଉ? କହୁନ। ଆପଣ। ଆଇଁଷ ହେଲେ ତ ତମେ ଆସିବ, ଆମକୁ ରେଡି 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 ରେଡି।